कूर्म पुराण दितीଙ୍କ गर्भରୁ पुनः असुरମାନଙ୍କ जन्म। एक कथा विस्तारी कुह हे मुनि प्रधान, कहन्ति नारद मुनि शुण हे राजन। द्वितीय दितीଙ୍କ ଠାରୁ देवासुर जात, दैवर माया सेहु अटे वेदमत। अदिति देवतांकर अटंती जननी, गर्भके अनेक पुत्र जन्माए कामिनी। काश्यप चित्ते कल्पना करिथान्ति जेते, कुमारी उदरे पुत्र बहिथान्ति तेते। केउ रूपे सृष्टि हेब जात देवासुर, एमन्ते करन्ते हेले बहुत कुमार। सुरभिर क्षीर पाने बढ़ी जान्ते सूत, जेउ रूपे पद्मवन चहटई नित्य। एहि रूपे देव माता होइले अदिति, यज्ञ कुंड पुत्र जात कले महाजती। द्वितीय दितीଙ୍କୁ देले से तांकु पालिले, असुर देवता एहि रूपे जात हेले। शुणिल ना देवासुर मानंकर जात, तुम्भे बा विचारुथिल अन्य जन्म व्रत। सृष्टि भियाण चरित आलोकित कर्म, कल्पनारु सृष्टि सिना होई अछि जन्म। तेणु करी कश्यपर ए सृष्टि बोलाई, शुणिण संतोष चित्त हेले नर साई। पुनर्बार राहु ठारू असुर बढ़िले, बालक बालिका होई तहु जात हेले। राजा पूछा कले कुह आहे मुनिवर, जीवित थिव दईते कले कि विचार। एहा शुणिबाकु इच्छा हुए ब्रह्मचारी, कहन्ति नारद मुनि शुण दंडधारी। असुरर सैन्य जहि पड़िले समरे, थोके पलाई पशिले जाई निज पुरे। सकले कहिले जाई एठार विधान, जेउ रूपे सर्ववीर होइले निधन। असुर असुरी माने बहु शोक कले, कश्यपर गोत्र सबु विधवा होइले। बलिर पुत्र सेठारे हेला नृपवर, अमर्ष बलिण नाम अटई ताहार। राजा पचारन्ति कुह आहे तपोधन, काहु दईते पाइले पुणी कन्यामान। नारद बोइले जेबे जगत होइला, एहि रूपरे अनेक काल बहिगला। देव दईते कत्रे बसन्ति स्वर्गरे, सर्वे सदर कपट नथाई हृदरे। प्रसन्न रे ब्रह्मा तांकु बहु कन्या देले, सेहि कन्या को दनुज माने विवाहेले। कश्यपंक पुत्र सेहु बड़ कुले जात, समस्तंकर आचार अटे एकमत। हिंसा अहंकार मान नवहन्ति काए,
ସମସ୍ତେ ଯେ ଦିଶୁଥାନ୍ତି ଦେବତାଙ୍କ ପ୍ରାୟ। ତେଣୁ କରି କନ୍ୟା ତାଙ୍କୁ ଦେଲେ ଚଉମାଥ, ଅସୁର ଅସୁରୀ ଜାତ ତହୁଁ ଅପ୍ରମିତ। କାଳେ ପୁଣି ଆସି ହେଲା ଏମନ୍ତ ବ୍ୟବହାର, ଦେବତା ଦୈତ୍ୟଙ୍କର ଦ୍ୱନ୍ଦ୍ୱ ମହାଘୋର। ସେହି କାଳରୁ ଅସୁର ସ୍ୱର୍ଗକୁ ନ ଯାଆନ୍ତି, ଦେବତା ନାମ ଧଇଲେ କମ୍ପିଣ ଉଠନ୍ତି। ସେହି କାଳରୁ ବିଷ୍ଣୁ ତ ହୋଇଲେ ବୈରୀ, ତମ୍ବା ପାତ୍ରରେ ରଖିଲେ ତାହା ଲେଖି କରି। ଯେତେ ଅସୁର ମହିରେ ଜନମ ହୋଇବ, ନିଶ୍ଚୟ ସେମାନେ ଆମ୍ଭରି ବୈରୀ ଜାଣିବ। ଯେ ହୁଏ ହାଙ୍କୁ ମାରିବ ରଣ ଜୟ କରି, ସେ ନିଶ୍ଚୟ ଶୁଝି ପାରିବ ପିତାଙ୍କ ବୈରୀ। ଆଦ୍ୟ ଅସୁରଙ୍କ ଥିଲା କେଉଁ ପରି ପ୍ରୀତି, ଏକା ଅସୁର ଦେବଙ୍କୁ ଭଲ ନ ସହନ୍ତି। ନାନା ଜପ ତପମାନ କରନ୍ତି ଦଇତ, ଦେବତାଙ୍କ ସଙ୍ଗତରେ କରନ୍ତି ଅନର୍ଥ। ସେ କାଳୁ ଧରି ଅଛନ୍ତି ଦୈତ୍ୟ ଅହଙ୍କାର, କହିଲୁ ନୃପତି କୁର୍ମ ପୁରାଣର ସାର। ଯେମନ୍ତ କୁମାର ତାର ହେଲେ ପଦ୍ମନେତ୍ର, ଏହାକୁ ଶୁଣିଲେ ନରେ ହୋଇବେ ପବିତ୍ର। ଯଦ୍ୟପି ବା ହୋଇଥିବ ଗୁରୁ ଦ୍ୱିପ୍ରଦ୍ରୋହୀ, ଏହା ପଢ଼ିଲେ ଶୁଣିଲେ ସେ ପାପ ନାଶଇ। ବେଦ ଅଧ୍ୟୟନ ଦାନ ଧ୍ୟାନ ଧର୍ମ ଯେତେ, ୟାକୁ ପଢ଼ିଲେ ଶୁଣିଲେ ଫଳ ହୁଏ ତେତେ। ବୈକୁଣ୍ଠ ଭୁବନରେ ହେବ ତାର ବାସ, ନାରାୟଣ ଅବତାର ସୁଧା ଦିବ୍ୟ ରସ। ଶୁଣିଣ ସନ୍ତୋଷ ଚିତ୍ତ ହେଲେ ମହିପାଳେ, ପ୍ରଣତି ହେଲେ ନାରଦ ମୁନି ପାଦ ତଳେ। ମସ୍ତକରେ କର ଯୋଡ଼ି ବୋଲେ ନୃପବର, ବିଷ୍ଣୁ ପୁରାଣ ଶୁଣି ମୋ ଜନ୍ମ ହେଲା ସାର। ଲୟ କରିଲେ ନୃପତି କୃଷ୍ଣ ପାଦ ତଳ, କୃଷ୍ଣ ପାଦରେ ଶରଣ ଦ୍ୱିଜ କାମ ପାଳ। କୃଷ୍ଣ ଭଜି ନର ନାରୀ ଭବୁହୁ ଅପାରି, କୃଷ୍ଣ ନାମରେ ପାଳଏ ପାତାଳ ତିମିରି। ଇତି ଶ୍ରୀ ନାରଦ ଇନ୍ଦ୍ରଦ୍ୟୁମ୍ନ ସମ୍ବାଦେ କୁର୍ମ ପୁରାଣ ଦ୍ୱିତୀୟ ଖଣ୍ଡ ସମାପ୍ତ। ତୃତୀୟ ଖଣ୍ଡ ମହାଲକ୍ଷ୍ମୀ ସ୍ତବ। ଜୟତୁ ଜୟତୁ ମାଗୋ ବରୁଣ ଦୁଲଣୀ, ଜୟତୁ ଜୟତୁ ମାଗୋ ବିଷ୍ଣୁର ଘରଣୀ। ଜୟତୁ ଜୟତୁ ମାଗୋ ଦେବୀ ପଦ୍ମାଳୟା, ଜୟତୁ ଜୟତୁ ମାଗୋ ଶ୍ରୀହରିର ପ୍ରିୟା। ଜୟତୁ ଜୟତୁ ମାଗୋ ତ୍ରିଭୁବନ ମାତା, ଜୟତୁ ଜୟତୁ ମାଗୋ ସାଗର ଦୁହିତା। ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ମାତ, ମହାଲକ୍ଷ୍ମୀ ନାମ ତୋର ଜଗତେ ବିଖ୍ୟାତ। ସମୁଦ୍ରରୁ ଅମୃତ ତୁ ଆଗଉ ପୂଜାଇ, କୌସ୍ତୁଭ ମଣି ରତ୍ନେ ଶ୍ରୀ ବିଷ୍ଣୁର ପାଇଁ। ଉଚ୍ଚୈଶ୍ରବା ନାମେ ଅସୁରାଜ ରାବତ, ଉପୂଜାଇଲୁ ଇନ୍ଦ୍ର ନିମନ୍ତେ ଗୋ ଯେ ମାତ। ତୋ କୃପାରୁ ବାସବ ଯେ ପାଇ ଇନ୍ଦ୍ର ପଦ,
ଅପସରାଦି ଯେତେ ସ୍ୱର୍ଗର ସମ୍ପଦ। କମଳ ତୋର ନିବାସ କମଳା ତୋ ନାମ। ତୋ ଯୋଗୁ ସୁନ୍ଦର ସିନା ବୈକୁଣ୍ଠ ଧାମ। ତୋର ହସ୍ତେ ଚାରିଖାନି ଜୀବଙ୍କର ପଡ଼ି। ତୁ ଯାହାକୁ ନ ଦେବୁ ସେ ଭୋକେ ଜୀବ ପଡ଼ି। ତୋ ହସ୍ତକୁ ଚାହିଁଛନ୍ତି ଦେବ ଜଗନ୍ନାଥ। ସାନ ଭଉଣୀ ସୁଭଦ୍ରା ଭାଇ ହଳହସ୍ତ। ତୁ ପଡ଼ି କାଟ କଲେ ସେ ରହିବେ ଉପାସେ। ପାର୍ବତୀ ଦେବୀ ରୂପେ ତୁ ଅଛୁ କୈଳାସେ। ଗୃହେ ତୁହି ଗୃହ ଲକ୍ଷ୍ମୀ ବୋଲାଉ ଗୋମାତ। ସ୍ୱର୍ଗପୁରେ ସ୍ୱର୍ଗ ଲକ୍ଷ୍ମୀ ନାମ ତୋର ଖ୍ୟାତ। ବୈକୁଣ୍ଠ ବୋଲାଉ ତୁ ଗୋଲୋକ ଭୁବନ। ମହାଲକ୍ଷ୍ମୀ ଲକ୍ଷ୍ମୀ ତୁ ଯେ ଗୋଲୋକ ଭୁବନେ। ନିଧି ନାମରେ ତୁ ଆଉ କୁବେର ଗୃହରେ। ସମ୍ପଦ ନାମ ତୋହରି ଧନବନ୍ତ ଘରେ। ପଦ୍ମ ପୁଷ୍ପେ ପଦ୍ମା ନାମେ ରହିଥାଉ ତୁହି। ମୋହିନୀ ରୂପେ ତୁ ମାତ ଶ୍ରୀହରିଙ୍କି ମୋହି। ଜାତି ଅଜାତି ତୋହର ସମାନ ଗୋମାତ। କାହାରି ଠାରେ ତୋହର ନାହିଁ ପକ୍ଷପାତ। ଯାହାଠାରେ ମାତ ତୋର ସୁଦୃଷ୍ଟି ରହି। ଯହିଁ ତହିଁ ସେହି ଜନ ଗୌରବ ପାଇ। ଧନବନ୍ତ ରୂପବନ୍ତ ବଳବନ୍ତ ସେହି। ଯେ ଯାହା କହି ତାର କଥା ନହି। ଲକ୍ଷ୍ମୀବନ୍ତ ଶ୍ରୀମନ୍ତ ଜଗତେ ସେ ଜନ। ରାଜାର ପାତ୍ର ପଣକୁ ହୋଇ ଭାଜନ। ନୀଚ ଲୋକ ହୋଇଥିଲେ ଉଚ୍ଚ ପଦ ପାଇ। ଅଜାତିଆ ହେଲେ ଜାତିମନ୍ତ ସେ ବୋଲାଇ। ତୋହର ସୁଦୃଷ୍ଟି ନାହିଁ ଯାହାଠାରେ ମାତ। ଲକ୍ଷ୍ମୀ ଛଡ଼ା ବୋଲି ତାକୁ ନ ମିଳଇ ଭାତ। ଶିରି ତୁଟି ଯାଇ ତାର ଦିଶେ ଅସୁନ୍ଦର। ଯେତେ ଖାଇଲେ ତୃପତି ନୁହଁ ତାହାର। ଯେତେ ଅରଜଇ ତାକୁ କିଛି ନ ଅଣ୍ଟଇ। ପାଖରେ କେହି ତାହାକୁ ବସାଇ ନ ଦେଇ। ଏଣୁ ମୁଁ ତୋର ଚରଣେ ଲଗାଇଲି ଲୟ। ତୁ ଯେବେ ମାତ ମୋ ଠାରେ ହୋଇବୁ ସଦୟ। ଧର୍ମ ଅର୍ଥ କାମ ମୋକ୍ଷ ସବୁ ମୁଁ ପାଇବି। ନମ ନମ ମହାମାଇ ବିଷ୍ଣୁର ବଲ୍ଲଭୀ। ମୁହିଁ ଦିନ ଯେ ଅଧମ ରକ୍ଷିତ ଜନ। ପୂଜିକି ପାରିବି ମାତ ତୋ ଚାରୁ ଚରଣ। କାହୁଁ ବା ଭକତି ଉଦେ ହୋଇବ ମୋ ହୃଦେ। ତୋହର ସ୍ତୁତି ମୁଖରେ ନ ପଶିବ ପଦେ। କେବଳ ମୁଁ ମାତା ମାତା ବୋଲେ ଦିନ ରାତି। ତୋର ଦୟା ହେଲେ ଧର୍ମେ ବଳିବ ମୋ ମତି। ଧର୍ମରେ ମତି ରହିଲେ ଶ୍ରୀ ବିଷ୍ଣୁ ଭଜିବି। ବିଷ୍ଣୁଙ୍କୁ ଭଜିଲେ ସିନା ଧର୍ମବନ୍ତ ହେବି। ଧର୍ମବନ୍ତ ହେଲେ ସିନା ଦାନ ଧ୍ୟାନ କରି। ଦାନ ଧ୍ୟାନ କଲେ ସିନା ପାଇବି ଶ୍ରୀହରି। ହରିଙ୍କି ପାଇଲେ ସିନା ଲଭିବି ମୁକ୍ତି। ଶ୍ରୀହରି ପୁରୁଷ ତୁହି ତାହାର ଶକତି। ତୋତେ ଛାଡ଼ିଲେ ଶକତି ହୀନ ହେବ ହରି। ଶକତି ହୀନ ହେଲେ କିଏ ସଂସାର କରି। ଏଣୁ ଜଗତ ଜନନୀ ବୋଲାଉ
ଜଗତେ କେ କହି ପାରିବ ମାତା ତୋର ନାମ କେତେ। ତହିଁର ମଧ୍ୟରେ ତୋର 8 ଗୋଟି ନାମ, ଯେ ନିତ୍ୟ ପଢ଼ଇ ତାର ପୂର୍ଣ୍ଣ ମନସ୍କାମ। ଗୁରୁବାର ଦିନ ଯେଉଁ ନାରୀ ତା ପଢ଼ଇ, ସେହି ସୁଲକ୍ଷଣୀ ହୋଇ ଜନ୍ମେ ଜନ୍ମେ ଥାଇ। ପୁତ୍ର ନାତି ଘେନି ସୁଖେ କାଟୁଥାଏ କାଳ, ଗାଈ ବାଛୁରୀରେ ତାର ପୁରଇ ଗୁହାଳ। ଧନ ମାର ତାହାର ବଢ଼ଇ ବହୁତ, କ୍ଷଣେ ତୁ ନ ଛାଡ଼ୁ ତାର ଘରକୁ ଗୋମାତ। ସେ ନାମ କହୁଛି ଜନେ ଶୁଣ ମନ ଦେଇ, ମହାଲକ୍ଷ୍ମୀ ମହାଦେବୀର ମା ମହାମାଇ। ଇନ୍ଦିରା ଲୋକ ମାତା ମା କ୍ଷୀରୋଦ ନନ୍ଦିନୀ, ଏହି 8 ନାମ ତୋର ସମ୍ପଦ ଦାୟିନୀ। ଏହି 8 ନାମ ମୋହି କଲି ଗଳା ମାଳି, ମୋଠାରେ ସୁଦୟା କର ସାଗର ଦୁଲାଳି। ଅଷ୍ଟାଦଶ ପୁରାଣରେ ସାର ଏ ପୁରାଣ, ଶ୍ରୀ ବିଷ୍ଣୁ ଯା କରିଛନ୍ତି ଶ୍ରୀମୁଖେ ବଖାଣ। ଯହିଁରେ ଶ୍ରୋତା ନାରଦ ଆଦି ମୁନି ଜନେ, ତାହା ଗୀତ କରିବାକୁ ଡାକଇ ମୁଁ ମନେ। ବୁଦ୍ଧି ମୋହର ଅଳପ ଜ୍ଞାନ ହିଁ ଅଳପ, ତୋର ପଦ୍ମ ପାଦେ ମାଗୋ କଳପ ପାଦପ। ତେଣୁ ଆଶ୍ରା କଲି ମୋତେ ଦିଅ ଦିବ୍ୟ ଜ୍ଞାନ, ସଦଜ୍ଞାନ ପାଇଲେ ମୁଁ ଧରିବି ଲେଖନ। ଲେଖନ ଧଇଲେ ତୋର ଆଜ୍ଞା ପରମାଣେ, ପଦ ପଦ କର ଭାବ ପଡୁଥିବ ମନେ। ଯାହା ଲେଖିବି ଲୋକରେ ହୋଇବ ଆଦର, ଏତିକି ମାଗୁଣି ମୋର ପୟରେ ତୋହର। ବିପ୍ରକୂଳେ ଜାତ ମୋର ନାମ ଗୋପୀନାଥ, ଦିନ ରାତି ଘୋଷୁଛନ୍ତି ଲକ୍ଷ୍ମୀ ଲକ୍ଷ୍ମୀନାଥ। ବେଦସ୍ତୁତି। ନମସ୍ତେ ନମସ୍ତେ ବ୍ରହ୍ମ ଜ୍ଞାନମୟ ଦୀପ, ଘୋର ଅନ୍ଧକାର କାହା ଯୋଗୁ ହେଲା ଲୋପ। ନିରାକାର ବିଷ୍ଣୁ ମୁଖୁ ଜନମ ତୋହର, ତୋର ନାମ ବେଦ ତୁ ହି କ୍ଷର ଯେ ଅକ୍ଷର। ଘୋର ଜଳ ଦେଖି ବ୍ରହ୍ମା ବୁଦ୍ଧି ନ ପାଇଲା, ଶୂନ୍ୟରେ ଶୂନ୍ୟକୁ ରଖି ଲୟ ଲଗାଇଲା। ନିରାକାର ମୁଖକୁ ସେ ପାଇ ଏକାକ୍ଷର, ସେହି ଏକ ଅକ୍ଷରକୁ ଜପିବେ ଦବର। ଜ୍ଞାନ ବଳେ ବୁଦ୍ଧି ବଳେ ନାଦ ବିନ୍ଦୁ ଦେଇ, ଏକ ସ୍ୱରେ ଆଉ ଏକ ସ୍ୱରକୁ ମିଶାଇ। ନାଦ ବିନ୍ଦୁ ଦେଇ ତାକୁ 3 ଭାଗ କଲା, ରୁକ ଯଜୁ ସାମ ବୋଲି ନାମ ତାର ଦେଲା। 500 ବର୍ଣ୍ଣ ତହୁଁ କଲା କ ବାହାର, ମାତ୍ର ଯୋଗ କରିବାରୁ ହୋଇଲା ଅପାର। 3 ଗୋଟି ମୁଖରେ ଯେ ଘୋଷିଲା ତା ବସି, ଆରେକ ମୁଖ ତାହାର ଶୁଖିଲା ଯେ ଦିଶି। ସେ 3 ବେଦରେ ଛନ୍ଦ ଋଷି କରି ଯୋଗ, ତହିଁରୁ ବାହାର କଲା ଏକ ଭାଗ। ତାହାର ନାମ ଅଥର୍ବ ବେଦ ବୋଲି ଭଣି, 4 ମୁଖରେ 4 ବେଦକୁ ଯେ ବଖାଣି। 4 ଜାତି ଜୀବ ଜନ୍ତୁ ବସି ଭି ଆଇଲା, ସେହି ଏକାକ୍ଷର ମହାତରୁ ବୋଲାଇଲା।
ସେହି ଯେ ଅନାଦି ବ୍ରହ୍ମ ଆଦି ତାର ନାହିଁ। କାହୁଁ ସେ ଅଇଲା ପୁଣି ରହିବ ସେ କାହିଁ। ଅରୂପ ହୋଇ ସେ ବ୍ରହ୍ମ ରୂପ ପ୍ରକାଶିଲା। ସଚରାଚର ବ୍ରହ୍ମାଣ୍ଡ ତେଣେ ବି ଆଇଲା। ରୁକ ଯଜୁ ସାମ ପୁଣି ଅଥର୍ବ ଏ ଚାରି। ଡାଳ ମେଲନ୍ତ ତହିଁରୁ ଶାଖା ଯେ ବାହାରି। ବ୍ରହ୍ମାଣ୍ଡ ଯାକ ଘୋଟିଲା ଶାଖା ପତ୍ର ଦେଇ। ପାଣି ଦେଇ ବ୍ରହ୍ମା ତାକୁ ଯତନେ ବଢ଼ାଇ। ସ୍ଥାବର କି ଅସ୍ଥାବର ତାର ଡାଳ ପତ୍ର। ଚେର ତାହାର ବହୁତ ନୁହେଁ ଏକ ମାତ୍ର। କେତେ ଦୂର ଯାଇଛି ତା ନ ଜାଣନ୍ତି କେହି। ମୂଳ ନାହିଁ ମହାଶୂନ୍ୟ ପରେ ଅଛି ରହି। ଫୁଲ ତାହାର ବହୁତ ଫୁଟଇ ଝଡ଼ଇ। ଶୂନ୍ୟରେ ଗୋଟିଏ ଫଳ ଯହିଁ ଯେ ଫଳଇ। ସେ ଫଳ ଗୋଟି ବିଧାତା ପାଇ ହେଲା ବଡ଼। ଶୂନ୍ୟ ମଣ୍ଡଳରେ ତାର ଲାଗିଅଛି ନାଡ଼। ନ ପାରଇ ନ ଖସଇ ନ ତୁଟଇ ସେହି। ଯେଦିନ ପାଚି ପଡ଼ଇ ମୂଳହୀନ ରହି। ସେହି ବେଦରେ ସକଳ ଆତଜାତ ହୋଇ। ସେ ବେଦର ତତ୍ତ୍ୱ ବେଦ ବରନ ଜାଣଇ। ଜାଣିଥିଲେ କାହିଁ ପାଇଁ ହେଉଥାନ୍ତା ଧନ୍ଦି। ବେଦରେ ଛନ୍ଦରେ କାହୁଁ ପଡ଼ନ୍ତା ସେ ବନ୍ଦୀ। ଗାୟତ୍ରୀର ସଙ୍ଗତରେ କ୍ରୀଡ଼ା କି କରନ୍ତା। ମୂଳ ନ ଧରି କିମ୍ପାଇଁ ଡାଳକୁ ଧରନ୍ତା। ଏଣୁ ସେ ବେଦକୁ ମୁହିଁ କରୁଅଛି ସ୍ତୁତି। ଜୟତୁ ଜୟତୁ ବେଦ ଅନନ୍ତ ମୂରତି। ରୂପରେଖ ନାହିଁ ତୋର ନାହିଁ ପୁଣି ଘର। କୋଟି କୋଟି ବ୍ରହ୍ମାଣ୍ଡ ତୋ ଉଦର ଭିତର। ତୋର ମହିମା ଏକା ତୋତେ ସିନା ଜଣା। ତୋ ତତ୍ତ୍ୱ ନ ଜାଣି ଲୋକେ ହେଉଥାନ୍ତି ବଣା। ଇତିହାସ ପୁରାଣ ଯେ ଶାସ୍ତ୍ର ବ୍ୟାକରଣ। ଯୋଗ ଧାରଣ ସାଧନାଦି ଯେ ପ୍ରମାଣ। ତୋହର ପେଟ ଭିତରେ ଅଛି ସବୁ ରହି। ତୋ କୃପା ହେଲେ ପୁରାଣ ଗୋଟା ଲେଖିବଇଁ। ଯେ ବଣ କୁର୍ମ ପୁରାଣ ପୁରାଣର ସାର। ମୁନିଏ ଶ୍ରୋତା ଯହିଁରେ ବକ୍ତା ଚକ୍ରଧର। ତୃତୀୟ ଖଣ୍ଡ ଲେଖିବା ପାଇଁ କରେ ମନ। ତୋ କୃପା ହେଲେ ମୋହର ଉଦେହେବ ଜ୍ଞାନ। ତୋ ପ୍ରସାଦେ ମହାଜ୍ଞାନୀ ହେଲା ବେଦବର। ଏଣୁ ଶରଣ ପଶିଲି ଚରଣେ ତୋହର। ଗୋପୀନାଥ ମୁଁ ଅଟଇ ବୈଦିକ ଦ୍ୱିଜ। ବେଦ ମୋର ଇଷ୍ଟ ବନ୍ଧୁ ଅନୁବ୍ରତେ ପୂଜ୍ୟ। ପରୀକ୍ଷୋପାଖ୍ୟାନ। କହନ୍ତି ମୁନିଙ୍କ ଆଗେ କୁର୍ମ ରୂପୀ ହରି। ଚନ୍ଦ୍ରବଂଶେ ପଣ୍ଡୁ ନାମେ ଥିଲେ ଦଣ୍ଡଧାରୀ। କୁନ୍ତୀ ମାଦ୍ରୀ ନାମେ ଦୁଇ ରାଣୀ ତାହାଙ୍କର। ଧୃତରାଷ୍ଟ୍ର ନାମେ ତାର ଜ୍ୟେଷ୍ଠ ସହୋଦର। ତାହାର ଭାରିଜା ନାମ ଅଟଇ ଗାନ୍ଧାରୀ। ବଡ଼ ଧାର୍ମିକ ଅଟଇ ପଣ୍ଡୁ ଦଣ୍ଡଧାରୀ। ଜନମରୁ ଅନ୍ଧ ସେହି ଧୃତରାଷ୍ଟ୍ର ରାଜା। ପଣ୍ଡୁ ନୃପତି ତାହାର କରେ ପାଦ ପୂଜା। ବଡ଼ ଭାଇ କି ରାଜ୍ୟରେ ରାଜା କରି ଥାପି।
ଧନ ଭଣ୍ଡାର ସହିତେ ସକଳ ସମର୍ପି ଆପେ ଶତ୍ରୁ ନାଶୀ ରାଜ୍ୟ କରଇ ପାଳନ ଶବଦ ଭେଦି କରଇ ବାଣକୁ ସନ୍ଧାନ ହସ୍ତିନା ବାରୁଣାବନ୍ତ ଜୟନ୍ତା ନଗର ଲଘୁ ପ୍ରସ୍ଥ ଯମ ପ୍ରସ୍ଥ ପଞ୍ଚକଟକର ନୃପତି ପଣ ଭାଇ କି ଦେଇଣ ପାଳଇ ବଡ଼ ଭାଇ ପାଦ ତଳେ ଭୃତ୍ୟ ପଣେ ଥାଇ ବଡ଼ ଧାର୍ମିକ ଅଟଇ ଯେ ପଣ୍ଡୁ ରାଜନ ଏକ ଦିନ କର କଥା ଶୁଣ ମୁନି ଜନ ବନକୁ ଗଲାଏ କାଳେ ମୃଗୟାନି ମନ୍ତେ ଘୋର ଅରଣ୍ୟ ପଶିଲା ଧନୁଷର ହସ୍ତେ ଅଗ୍ନିକ ନାମରେ ଥିଲେ ଏକ ମହାରୁଷି ମୃଗ ରୂପ ଧରି ଘୋର ବନସ୍ତରେ ପଶି ପୁତ୍ର ନିମନ୍ତେ ମୃଗୁଣୀ ସଙ୍ଗେ କ୍ରୀଡ଼ା କରି ମୃଗୁଣୀ ଶବଦ ବାରି ପାଣ୍ଡୁ ଦଣ୍ଡ ଧାରି ଧନୁରେ ଯୋଚି ବିନ୍ଧିଲେ ନାରା ଚେକଟାଣି ଶବଦ ଭେଦି ସେ ବାଣ ଗଲା ତତକ୍ଷଣି ଋଷି ପିଠି ସଳଖରେ ପଡ଼ିଗଲା ଗଳି ମୃଗୁଣୀର ପେଟ ଫୁଟି ପିଠିରେ ନିକିଳି ଚିତ୍କାର କରି ସେ ଋଷି କୋପେ ଦେଲେ ସାପ ଆମ୍ଭେ ଯେ ନିର୍ଦ୍ଦୋଷ ନାହିଁ ଆମ୍ଭ ଦେହେ ସାପ ବିନା ଦୋଷେ ଆମ୍ଭଙ୍କୁ ଯେ ପ୍ରହାରିଲା ବାଣ କ୍ରୀଡ଼ା କଲା ବେଳେ ପୁଣି ନେଲା ଆମ୍ଭ ପ୍ରାଣ ଆମ୍ଭେ ଯେବେ ମୁନି ଆମ୍ଭ ବାକ୍ୟ ଆନନୋହୁ କ୍ରୀଡ଼ା ବେଳେ ବାଣ ପଡ଼ି ତାର ପ୍ରାଣ ଯାଉ ଅକାଳ କାଣ୍ଡ ଯେ ପଡ଼ୁ ତାହାର ଉପରେ ସାପ ଦେଇ ମୁନି ବର ଗଲେ ସ୍ୱର୍ଗପୁରେ ବାଣ ମାରି ପାଣ୍ଡୁ ଗଲେ ଖର ତର ହୋଇ ଋଷି ସାପ ଦେବା ଶୁଣି ମୁଣ୍ଡେ ହାତ ଦେଇ ବିସ୍ମୟ ହୋଇ ଘରକୁ ଅଇଲେ ଫେରି ଅନ୍ଧ ନୃପତି ଛାମୁରେ କହିଲେ ବିସ୍ତାରି ଦୁଃଖିତ ହେଲେ ଶୁଣିଣ ଅନ୍ଧ ନୃପବର ପାଣ୍ଡୁ ବୋଇଲେ ପଶିବି ଯାଇ ବନ ଘୋର ବ୍ରହ୍ମଚାରୀ ହୋଇ ଫଳ ମୂଳ ଖାଇ ତହିଁ କାଳ କାଟିବି ରାଜ୍ୟରେ ପ୍ରୟୋଜନ ନାହିଁ ଏମନ୍ତ ଶୁଣି ଆତଙ୍କ ହେଲେ ରାଜା ପ୍ରଜା କୁନ୍ତୀ ମାଦ୍ରୀ ମାନେ ଦୁଇ ପାଣ୍ଡୁର ଭାରିଜା ସ୍ୱାମୀ ସଙ୍ଗରେ ବନକୁ ହୋଇଲେ ବାହାର ତାହାକୁ ଘେନି ଚଳିଲେ ପଣ୍ଡୁ ନୃପବର ଶତଶୃଙ୍ଗଗିରି ତଳେ କୁଡ଼ିଆଏ କରି ଫଳମୂଳ ଖାଇ ଅତି ଦୁଃଖେ ଦିନ ସରି ଏକ ଦିନେ କୁନ୍ତୀ ଦେବୀ ସ୍ୱାମୀ କି କହିଲେ ଆମ୍ଭ ଅନ୍ତେ ଏକ ନାହିଁ ଆମ୍ଭର କୂଳେ କି ବୁଦ୍ଧି କରିବା ନାଥ କହତା ବିଚାରି ଅନୁମତି ଦେଲେ ପୁତ୍ର ଜାତ କରିପାରି ଦୁର୍ବାସାର ଜପମାଳା ଅଛି ମୋର କରେ ଯା ନାମ ଜପିବି ସେହି ଆସିବ ମୋ ପୁରେ ଦେବକୀ ଦାନବ ଯକ୍ଷ ଗନ୍ଧର୍ବ କିନ୍ନର ରହି ନ ପାରି ଆସିବ ନିଶ୍ଚୟ ମୋ ପୁର ଏମନ୍ତ ଶୁଣି ସେ ପାଣ୍ଡୁ ଆନନ୍ଦ ହୋଇଲେ ଯେମନ୍ତେ ପାରମ କୂଳ ରଖ ଗୋ ବୋଇଲେ
ସ୍ୱାମୀ ଠାରୁ ଅନୁମତି ପାଇ ଦେବୀ କୁନ୍ତୀ ମାସ ଶେଷରେ ହୋଇଲେ ପୁଣି ରଜବତୀ। ଶୁଦ୍ଧ ସ୍ନାନ ଦିନ ଦେବୀ ଶୌଚ ହୋଇଣ ଆସନେ ବସି ହସ୍ତରେ ମାଳକୁ ଘେନିଣ ଧର୍ମ ଦେବତାଙ୍କୁ ମନ ମଧ୍ୟରେ ସୁମରି ତତକ୍ଷଣେ ମିଳିଲେ ସେ ଆସି ତାଙ୍କ ପୁରୀ। ପ୍ରଥମେ ଜନ୍ମିଲେ ଧର୍ମ ପୁତ୍ର ଯୁଧିଷ୍ଠିର ଦ୍ୱିତୀୟ ପୁତ୍ର ଯେ ଭୀମ ପବନ କୁମାର ତୃତୀୟ ପୁତ୍ର ଅର୍ଜୁନ ବାସବର ସୁତ ମହାଦେବୀ ଯେ କୁନ୍ତୀଙ୍କି କହିଲେ ବହୁତ ଦୟା କରି ମାଳା ଗୋଟି ଦେଲେ ତାଙ୍କ କରେ ସୁମରଣା କଲେ ଦେବୀ ଅଶ୍ୱିନୀ କୁମାରେ ନକୁଳ ଯେ ସହଦେବ ମାଦ୍ରୀ ଦେବୀ ସୁତ ପଞ୍ଚପୁତ୍ର ପାଇ ପାଣ୍ଡୁ ଆନନ୍ଦ ବହୁତ ମାଦ୍ରୀ ଦେବୀର ସୁନ୍ଦର ରୂପକୁ ଅନାଇ କାମ ବାଣେ ପାଣ୍ଡୁ ରାଜା ଉନ୍ମତ୍ତ ହୋଇ ବଳେ ମାଦ୍ରୀ ଦେବୀ ସଙ୍ଗେ କଲେ ସହବାସ ଅକାଳ କାଣ୍ଡ ପଡ଼ିଲା ଦୁହେଁ ଗଲେ ନାଶ। ଧୃତରାଷ୍ଟ୍ର ରାଜା ଶୁଣି ଲୋକବର ଗାଇ କୁନ୍ତୀଙ୍କୁ ରଖିଲେ ରାଣୀ ହଂସପୁରେ ନେଇ। ପାଞ୍ଚ ପୁତ୍ର ଘେନି କୁନ୍ତୀ ହସ୍ତିନାରେ ଥିଲେ ଗାନ୍ଧାରୀ ଗର୍ଭରୁ ସତ ପୁତ୍ର ଉପୁଜିଲେ ଦ୍ରୋଣ ନାମେ ଭରଦ୍ୱାଜ ମୁନିର କୁମାର ପରଶୁରାମଙ୍କ ଶିଷ୍ୟ ମହାବଳିୟାର ଅଶ୍ୱତ୍ଥାମା ନାମେ ତାର ଏକଇ ନନ୍ଦନ ଅଶ୍ୱତ୍ଥାମା ମାମୁ ନୃପ ବୀର ପଣେ ଟାଣ କୌରବ ପାଣ୍ଡବଙ୍କ ବିଦ୍ୟା ଗୁରୁ ଦ୍ରୋଣ ଧୃତରାଷ୍ଟ୍ର ପୋଷିଲେ ଯେ ଦେଇ ତାଙ୍କୁ ଅନ୍ନ କୃପ ଅଶ୍ୱତ୍ଥାମା ଦ୍ରୋଣ ଏକାଠି ରହିଲେ କୌରବେ ପାଣ୍ଡବଙ୍କୁ ଦେଖି ନ ପାରିଲେ। କୌରବ ମଧ୍ୟେ ବଡ଼ ଭାଇ ଦୁର୍ଯ୍ୟୋଧନ ତାହାର ମୈତ୍ର ହେଲା ମହାବୀର କର୍ଣ୍ଣ ଦୁର୍ଯ୍ୟୋଧନର ମାତୁଳ ଶକୁନି ଯେ ମନ୍ତ୍ରୀ ବହୁତ କୂଟ କପଟ ଏମାନେ ଜାଣନ୍ତି ପାଣ୍ଡବଙ୍କୁ ମାରିବାକୁ ଉପାୟ ସେ କଲେ ଧର୍ମର ବଳେ ପାଣ୍ଡବ ତହିଁରୁ ବଞ୍ଚିଲେ 12 ବରଷ ବନରେ ରହିଲେ ସେ ଲୁଚି ଦ୍ରୁପଦ ରାଜା ଯେ ଥିଲା 1,01 ସଞ୍ଚି ସେ ଲାଖ ବିନ୍ଧିବା ପାଇଁ ରାଜା ହେଲେ ରୁଣ୍ଡ ବିନ୍ଧି ନ ପାରିଲେ କେହି ସେହି ଲାଖ ଖଣ୍ଡ ବିପ୍ର ଦେଶରେ ଅର୍ଜୁନ ସେ ଲାଖ ବିନ୍ଧିଲା ପୃଥିବୀ ରାଜାଙ୍କ ସଙ୍ଗେ ବିବାଦୀ ହୋଇଲା ଲକ୍ଷେ ରାଜାଙ୍କୁ ଜିଣିଲେ ପାଣ୍ଡବେ ସମରେ ଦ୍ରୌପଦୀଙ୍କୁ ବିଭା ହେଲେ ଦ୍ରୁପଦ ରାଜ୍ୟରେ ଏକା ଦ୍ରୌପଦୀର ହେଲେ 5 ଭାଇ ପତି 12ତା ପାଇଣ ଧୃତ ରାଷ୍ଟ୍ର ନରପତି ପାଣ୍ଡବଙ୍କୁ ଆଣି ପୁଣି ଅଧେ ରାଜ୍ୟ ଦେଲା ଅଧେକ ରାଜ୍ୟରେ ରାଜ ଦୁର୍ଯ୍ୟୋଧନ ହେଲା କପଟ ପାଶାରେ ଜିଣି ଧୃତରାଷ୍ଟ୍ର ସୁତ ପାଣ୍ଡବଙ୍କ ରାଜ୍ୟ ଧନ
ନେଲାକ ସମସ୍ତ। 12 ବରଷ ବନରେ ରହିଲେ ପାଣ୍ଡବ, ଅଜ୍ଞାତ ହେଲେ ବରଷେ ନ ପାଇ କୌରବେ। ଆନନ୍ଦରେ ଥିଲେ ପୁଣି ବରଷ କନ୍ତେ, ପାଣ୍ଡବେ ଆପଣା ରାଜ୍ୟ ତାହାଙ୍କୁ ମାଗନ୍ତେ। ନଦେଲା ସେ ଦୁର୍ଯ୍ୟୋଧନ କଲେ ତହୁଁ ରଣ, ସମସ୍ତେ ମଲେ ବଞ୍ଚିଲେ ଜାଣ 13 ଜଣ। ପଞ୍ଚ ପାଣ୍ଡବ ଶ୍ରୀକୃଷ୍ଣ ସାତ୍ୟକିଆ ବର, ଧୃତରାଷ୍ଟ୍ର ବିଦୁର ଯେ ଅଶ୍ୱତ୍ଥାମା ବୀର। କୃପାଚାର୍ଯ୍ୟ ଧୃଷ୍ଟଦ୍ୟୁମ୍ନ ଶିଖଣ୍ଡିଏ 13, ଅଶ୍ୱତ୍ଥାମା ସେନାପତି ହେଲା ସେ ରାତ୍ରର। ଦ୍ରୌପଦୀର 5 ପୁତ୍ର ନିଦେଶ ହୋଇଥିଲେ, ଧୃଷ୍ଟଦ୍ୟୁମ୍ନ ଶିଖଣ୍ଡିଏ ଜଗୁଆଳ ହେଲେ। 2 ସହସ୍ର ଆବର ଥିଲେ ଯେ ସୈନୀ, ନିଦେଶ ହୋଇଥିଲେ 3 ପ୍ରହର ରଜନୀ। ଅଶ୍ୱତ୍ଥାମା ଘରେ ପଶି ଶିର କାଟିଗଲା, 5 ପୁତ୍ର ଶିର ଦୁର୍ଯ୍ୟୋଧନ ଆଗେ ଦେଲା। ପୁତ୍ର ଶୋକେ କୁରୁପତି ଜୀବନ ଛାଡ଼ିଲା, କୋପେ ପୁଣି ଅଶ୍ୱତ୍ଥାମା ବ୍ରହ୍ମଶର କଲା। ଉତ୍ତରା ଗର୍ଭରେ ଥିଲେ ଅଭିମନ୍ୟୁ ସୁତ, ବ୍ରହ୍ମଶର କଲା ସେହି ଗର୍ଭକୁ ନିପାତ। ବଂଶଲୋପ ହେବା ଦେଖି ସୁଭଦ୍ରା କାନ୍ଦିଲେ, ଭଗିନୀ ସ୍ନେହ କୃଷ୍ଣେ ଗର୍ଭରେ ପଶିଲେ। ଶିଶୁଙ୍କୁ ଜୀବନ ଦେଇ ଅଇଲେ ବାହାରି, 10 ମାସ 10 ଦିନ ଗଲା ଯହୁଁ ପୁରୀ। ଉତ୍ତରା ଗର୍ଭପୁତ୍ରେକ ହେଲା ଉତପତି, ଆହେ ମୁନି ଜନେ ସେହୁ ଅର୍ଜୁନର ନାତି। ତାହାର ମୁଖକୁ ଦେଖି ପାଶୋରିଲେ ଦୁଃଖ, ପଞ୍ଚକଟକେ ତାହାଙ୍କୁ କଲେ ଅଭିଷେକ। ପାଣ୍ଡବେ ଯେ ବାନପ୍ରସ୍ଥ ଆଶ୍ରମେ ରହିଲେ, ପରୀକ୍ଷିତ ରାଜା ହୋଇ ରାଜ୍ୟକୁ ପାଳିଲେ। କୁରୁକୁଳ ଚନ୍ଦ୍ରମା ଯେ ବଳବନ୍ତ ପଣେ, ପୃଥିବୀ ରାଜାଙ୍କୁ ବଳେ ଜିଣି ଜଣେ ଜଣେ। କର ନେଇ ରାଜେ ରାଜେ ତାଙ୍କୁ ରାଜା କରି, ଅସ୍ତ୍ର ବିଦ୍ୟାରେ ତାହାକୁ ନୁହନ୍ତି କେଶରୀ। ପିତା ଅଭିମନ୍ୟୁ ଠାରୁ ଅଧିକ ସେ ବୀର, ସୂର୍ଯ୍ୟ ତୁଲ୍ୟ ତେଜବନ୍ତ ପୃଥ୍ୱୀ ସମଧୀର। ଧାର୍ମିକ ପଣେ ଯୁଧିଷ୍ଠି ଠାରୁ ସେ ଅଧିକ, ଧର୍ମ କର୍ମ ଯୋଗ ଯଜ୍ଞ କଲା ସେ ଅନେକ। ଭକତି ପଣେ ବିଦୁର ନୋହେ ତାକୁ ସରି, ଭୀଷ୍ମ ଠାରୁ ପ୍ରତିଜ୍ଞା ଯେ ଅନେକ ତାହାରି। ନୀତି ଶାସ୍ତ୍ରେ ସରି ତାକୁ ନୋହେ ଦୁର୍ଯ୍ୟୋଧନ, ଦାନୀ ପଣେ ହାରି ଯିବ ତାକୁ ବୀର କର୍ଣ୍ଣ। ମଲ୍ଲ ବିଦ୍ୟାରେ ତାହାକୁ ଭୀମ ନୋହେ ସରି, ସୁକୁମାରରେ କୁମାର ନକୁଳର ପରି। ଅର୍ଜୁନ ଠାରୁ ଅଧିକ ବୈଷ୍ଣବ ସେହି, ମନ୍ତ୍ରୀ ପଣେ ସହଦେବ ତାକୁ ସରି ନୋହି। ଗଦା ଯୁଦ୍ଧେ ସରି ତାକୁ ନୋହେ ଶଲ୍ୟରାଜ, ଅଶ୍ୱତ୍ଥାମା ଠାରୁ ତାର
ଅଧିକ ପହିଜ। ବିକ୍ରମରେ ଗୁରୁ ଦ୍ରୋଣ ଯିବେ ତାକୁ ହାରି। ବୃକ୍ଷଙ୍କ ସମାନ ସେହି ପର ଉପକାରୀ। ସାଗର ତୁଲ୍ୟ ତାହାର ହୃଦୟ ଗଭୀର। ପ୍ରଜାଙ୍କ ଦୁଃଖରେ ସଦା ସର୍ବଦା କାତର। ଏମନ୍ତ ଗୁଣବନ୍ତ ସେ ରାଜା ପରୀକ୍ଷିତ। ମହାଭାରତ ଗ୍ରନ୍ଥକୁ କରି ଆଦ୍ୟ ପ୍ରାନ୍ତ। ବୈଶମ୍ପାୟନ ମୁନି ମୁଖୁ ସବୁ ଶୁଣି। ମହାଜ୍ଞାନୀ ବୋଲାଇଲା ସେହି ନୃପମଣି। 18 ଖଣ୍ଡ ପୁରାଣ ଇତିହାସ ଯେତେ। ଶୁଣିଣ ତହିଁରୁ ସାର ବାଛି ହୃଦଗତେ। ବିଚାରିଲା ଭାଗବତ ଗ୍ରନ୍ଥ ତହିଁ ସାର। ତାହାକୁ ଶୁଣିଲେ ଜୀବ ପାଇବ ଉଦ୍ଧାର। ଦିନେ ସେହି ନରପତି ସଭା କରି ବସି। ବ୍ୟାସ ବାଲ୍ମୀକ ଆଦି ଯେତେ ମହାଋଷି। ସମସ୍ତେ ଆସି ପ୍ରବେଶ ହେଲେ ସେ ସଭାରେ। କର ଯୋଡ଼ି ନୃପମଣି ଜଣାଇ ଛାମୁରେ। ଯେତେ ଋଷି ମୁନି ଅଛ ଏ ସଭାରେ ବସି। ଶାଖା ସହିତରେ 4 ବେଦକୁ ଅଭ୍ୟାସୀ। ତପସିଦ୍ଧ ହୋଇ ମହା ଜ୍ଞାନୀ ବୋଲାଇଛ। ଇତିହାସ ପୁରାଣାଦି ମୁଖେ ବଖାଣୁଛ। ଉଚ୍ଚ ନିଚ ବାଛିବାକୁ ମୁହିଁ ନୋହେ କ୍ଷମ। ବଡ଼ ସାନ ନୁହଁ ତୁମ୍ଭେ ସମସ୍ତେ ତ ସମ। କାହାକୁ ଆଗେ ପୂଜିବ ପାଦେ ଅର୍ଘ୍ୟ ଦେଇ। ବିଚାର କରି ସମସ୍ତେ ଦିଅ ମତେ କହି। ରାଜାର ମୁଖୁ ଏମନ୍ତ ଶୁଣି ମୁଚୁକୁନ୍ଦ। ଆମ୍ଭ ଭିତରେ ଅଟନ୍ତି ଯେଉଁମାନେ ବୃଦ୍ଧ। ସେ ଯାହାକୁ ବିଚାରିଣ କରିବେ ହୋ ରାଜା। ତୁମ୍ଭେ ତାହାକୁ କରିବ ସିନା ଆଗ ପୂଜା। ଏମନ୍ତ ଶୁଣି କହିଲେ ମୁଦଗଲ ଋଷି। କିଏ କିଏ ବୃଦ୍ଧ ତାହା ବାଛ ଏଥେ ବସି। କୌଣ୍ଡନ୍ୟ ବିପ୍ର ତହିଁ କହିଲା ଏମନ୍ତ। ବ୍ରହ୍ମାର ପୁତ୍ର ବଶିଷ୍ଠ ମୁନି ତପୋବନ୍ତ। ବଛା ହୋଇଛନ୍ତି ତୁମ୍ଭେ ଆଜି କି ବାଛିବ। ଏମନ୍ତ ଶୁଣି କହିଲେ ମୁନି ବାମଦେବ। ମରିଚି ଅଙ୍ଗିରାଦି ନୁହନ୍ତି କି ବଡ଼। ବ୍ରହ୍ମାର ମାନସ ପୁତ୍ର କଥାରେ ତାହୁଡ଼। ଏମନ୍ତ ଶୁଣି ବୋଇଲେ ଭରଦ୍ୱାଜ ମୁନି। ମାରକଣ୍ଡ ଠାରୁ ବଡ଼ କହ କିଏ ପୁଣି। କଳପି ମୁନି ଅଟନ୍ତି ବିଶେଷରେ ଜ୍ଞାନୀ। ଏମନ୍ତ ଶୁଣି ବୋଇଲେ ମୁନି ଜଇମିନି। ବ୍ୟାସ କାହିଁ ପାଇଁ ବଡ଼ ନହିବେ ବିଚାର। ବିଷ୍ଣୁର ଅଂଶେ ହୋଇଛି ତାର ଅବତାର। ଏମନ୍ତ ଶୁଣି ବୋଇଲେ ମୁନି ଯେ ଚ୍ୟବନ। ଯିଏ ଅଛନ୍ତି ବଶିଷ୍ଠ ମୁନି ତପୋଧନ। ତାଙ୍କ ପୁତ୍ର ଶକ୍ତି ମୁନି ଅଛନ୍ତି ଯେ
ତାଙ୍କ ପୁତ୍ର ପରାଶର ମୁନି ବେଦାଧ୍ୟାୟୀ। ସେ ଥାଇ ବଡ଼ କରିବା ବ୍ୟାସଙ୍କୁ କେମନ୍ତେ। ବୋଇଲେ କ ଗୌତମ ମୁନି ଏଥୁ ଅନ୍ତେ। ବାସୁଦେବର ନନ୍ଦନ ଦେବ ବାସୁଦେବ। ରାଜସୟ ଯାଗ କଲେ ଯେ କାଳେ ପାଣ୍ଡବ। ଆଗେ କେମନ୍ତେ ପୂଜିଲେ ତାଙ୍କୁ ଯୁଧିଷ୍ଠିର। ଏକଥା ଗୋଟା କାହିଁକି ବିଚାର ନ କର। ପିତା ଥାଉଁ ପୁତ୍ର ଯେହ୍ନେ ବଡ଼ ବୋଲାଇଲା। ଏକଥା ଗୋଟା ଜାଣ ହେ କେମନ୍ତ ହୋଇଲା। ସନକ ମୁନି ବୋଇଲେ ଆହୋ ନୃପବର। ଶୁକଦେବ ଅଟନ୍ତି ଯେ ମୁନି ମଧ୍ୟ ସାର। ଯେ କାରଣ ଅଟନ୍ତି ଯେ ମୁନି ଭାଗବନ୍ତୀ। ମହାଯତି ବ୍ରହ୍ମ ଜ୍ଞାନୀ ଆବର ଅଟନ୍ତି। ଆଗ ତାଙ୍କୁ ପୂଜା କର ପାଦ୍ୟର୍ଘ୍ୟ ଦେଇ। ପଛେ ତୁ ଆମ୍ଭଙ୍କୁ ପୂଜା କର ନର ସାଇଁ। ତହିଁରେ ଯେ ସନମତି କଲେ ମୁନି ମାନେ। ପାଦ୍ୟର୍ଘ୍ୟ ଦେଲେ ରାଜା ଶୁକଙ୍କ ଚରଣେ। ଆବର ମୁନି ମାନଙ୍କ ପାଦ ପୂଜା କରି। ପୁଣି ଶିରେ ବେନି କର ଦେବ ଦଣ୍ଡ ଧାରି। ବୋଇଲେ ବେଦ ପୁରାଣ ପଢ଼ିଲି ଶୁଣିଲି। ମନ ସନ୍ତୋଷ ନହିଲା ଭ୍ରମରେ ପଡ଼ିଲି। ଏକ ଏକ ଋଷିଙ୍କର ଏକ ଏକ ମତ। କାହାର ବାକ୍ୟକୁ ଆମ୍ଭେ କରିବା ଯେ ସତ। ଏ ରୂପେ ଭ୍ରମରେ ପଡ଼ି ଚିତ୍ତ ନହେ ଶାନ୍ତି। ଏଣୁ ସକଳ ମୁନିଙ୍କି ଆଣିଛି ନିମନ୍ତ୍ରୀ। ସମରେତ ଅଛ ଏଥେ କହିବା ବିଚାରି। କି କର୍ମ କଲେ ସନ୍ତୋଷ ହେବେ ଦେବ ହରି। ଏମନ୍ତ ଶୁଣି ବୋଇଲେ ମୁନି ଗୌତମ। ସତ ଆଚରିଲେ ତହୁଁ ଉପୁଜଇ ଧର୍ମ। ଧର୍ମ କଲା ଲୋକଠାରେ ସନ୍ତୋଷ ଶ୍ରୀ ହରି। ଆମ୍ଭର ମତ ଏମନ୍ତ ଜାଣ ଦଣ୍ଡ ଧାରି। ମାରକଣ୍ଡ ମୁନି ଥିଲେ କହିଲେ ହେ ନୃପ। ଶରୀରରେ କଷ୍ଟ ସହି କଲେ ଘୋର ତପ। ଶ୍ରୀ ବିଷ୍ଣୁ ମନ୍ତ୍ର ଜପିଲେ ତୋଷ ହେବେ ହରି। ପାରିବୁ ଯେବେ ତୁ ତାହା କର ଦଣ୍ଡ ଧାରି। ବଶିଷ୍ଠ ବୋଇଲେ ବିଧି ବିଧାନ ଯେମନ୍ତ। ବେଦରେ ଲେଖା ଅଛଇ ଜାଗ ଆଦି ବ୍ରତ। ତାହା ତୁ କଲେ ସନ୍ତୋଷ ହେବେ ଜଗନ୍ନାଥ। ବାଲ୍ମୀକ ବୋଇଲେ ହେ ଶୁଣ ନରନାଥ। ତପ ଜପ ସାଧନାହିଁ ଧର୍ମର ଯେ ମୂଳ। ତହିଁରେ ବସ ହୁଅନ୍ତି ପ୍ରଭୁ ଆଦି ମୂଳ। ସନକ ମୁନି କହିଲେ ସେବିଲେ ଅତିଥି। ପ୍ରତିଦିନ ନିତ୍ୟ ହୋମେ ଥିବ ଯାର ମତି। ଦୋହରା ଘରେ ଅଗ୍ନିକି ରଖିବ ଯତନେ। ପୂଜା ବୈଶ୍ୟଦେବ ଆଦି କରି ଶୁଦ୍ଧନେ। ଦେବତା ପିତୃଙ୍କୁ ଦେଇ କରିବ ଭୋଜନ।
ତାଠାରେ ସନ୍ତୋଷ ହେବେ ପ୍ରଭୁ ଭଗବାନ। ଅତ୍ରି ମୁନି ବୋଇଲେ ହୋ ଶୁଣ ତୁ ରାଜନ, ତୀର୍ଥ ବ୍ରତ କଲେ ତୋଷ ହେବେ ଜନାର୍ଦ୍ଦନ। ଯେ ତୀର୍ଥେ ଯେ ବଣ ବିଧି ବିଧାନ ଛଇ, ସେ ରୂପେ କଲେ ସମସ୍ତ ତାହାକୁ ମିଳଇ। ବସିଥିଲେ ଉଠିଲେ ଯେ ସନତ କୁମାର, ବେଦ ପୁରାଣେ ଲେଖିଛି ଧର୍ମ ଯେ ଯାହାର। ବ୍ରାହ୍ମଣ ପଢ଼ିବ ବେଦ ଶାସ୍ତ୍ର ଭଲ କରି, ତହିଁ ଥିବା ତତ୍ତ୍ୱ କଥା ମାନ ବୁଝିପାରି। ଆପେ ତା କରିବ ନିଜ ଧର୍ମରେ ରହିବ, କ୍ଷତ୍ରିୟର ଧର୍ମ ଯାହା ସେ ତାହା କରିବ। ଆପଣା ଧର୍ମ ହୁଡ଼ିଲେ ଧର୍ମ ଛଡ଼ା ହୋଇ, ତାଠାରେ ସନ୍ତୋଷ କାହୁଁ ହେବେ ଲକ୍ଷ୍ମୀ ସାଇଁ। ଚ୍ୟବନ ମୁନି କହିଲେ ଶୁଣ ନରପତି, ଜୀବ ହିଂସା କଲେ ଜାଣ ହୁଏ ନର୍କ ଗତି। ମୃଗୟା କରି ଅନେକ ପଶୁ ହତ୍ୟା କଲ, ତେସନ ତୁମ୍ଭର ଜୀବ ହୁଏ କଲବଲ। କପିଳ ବୋଇଲେ ରାଜା ଛାଡ଼ି ସୁଖ ଭୋଗ, ସମାଧିରେ ରହି ସାଧି ପାର ଯେବେ ଯୋଗ। ତେଣେ ସନ୍ତୋଷ ହୋଇବେ ନିଶ୍ଚେ ଦେବ ହରି, ଜନକ ଋଷି କହିଲେ ଶୁଣ ଦଣ୍ଡଧାରୀ। ସତ ଧର୍ମେ ଦୟା ଧର୍ମେ ତୋଷ ଚକ୍ରଧର, ଅକାରଣେ ଭ୍ରମ ଅଛି କିମ୍ପା ଚକ୍ରକାର। ପରାଶର ବୋଇଲେ ଯେ ଶୁଣ ତୁ ପୁରାଣ, ପୁରାଣ ଶୁଣିଲେ ତହୁଁ ପାଇବୁ କାରଣ। କାରଣ ପାଇଲେ କାର୍ଯ୍ୟେ ବଳିବ ତୋ ଚିତ୍ତ, ଚିତ୍ତ ବଳିଲେ କର୍ମରେ ହୋଇବୁ ପ୍ରବୃତ୍ତ। କର୍ମେ ପ୍ରବର୍ତ୍ତିଲେ ସିନା ଧର୍ମ ହେବ ତୋର, ଧର୍ମେ ପ୍ରାପତ ହୋଇବୁ ଦେବ ଚକ୍ରଧର। ବ୍ୟାସ ବୋଇଲେ ତୁ ରାଜା ନ ହୁଅ ଯେ ବଣା, ଅବାଟରେ ଗଲେ ନିଶ୍ଚେ ପଡ଼ିବୁ ତ ଠଣା। ଏଣୁ ମୁଁ କହୁଛି ବାବୁ ବାଟରେ ତୁ ଚାଲ, ଅବାଟରେ ଗଲେ ନିଶ୍ଚେ ହେବୁ କଲବଲ। ବାପ ଯା ଯାଇଥିବା ବାଟ କଣ୍ଟକ, ସେ ବାଟରେ ଗଲେ ବାବୁ ନାହିଁ ରୋଗ ଶୋକ। ରୋଗ ଶୋକ ନହିଲେ ଦେହ ଅଜ୍ରାମର, ଦେହ ଅଜ୍ରାମର ହେଲେ ଧର୍ମ କରିପାର। ଧର୍ମ କଲେ ଅର୍ଥ କାମ ମୋକ୍ଷ ଯେ ମିଳଇ, ଅଙ୍ଗିରା ମୁନି ବୋଇଲେ ଶୁଣ ନର ସାଇଁ। ଯାଗ ଯଜ୍ଞ ଦେବ ପୂଜା ଧର୍ମର ଏ ପଥ, ଏହା କଲେ ପାଇବୁ ତୁ ସିନା ଜଗନ୍ନାଥ। ବାମଦେବ ବୋଇଲେ ସଂସାର ସାର, ମିଛ ମାୟାରେ ପଡ଼ିଏ ଜୀବ କହେ ସାର। କେହି କାହାର ନୁହଁ ଧର୍ମ ଏକା ସ୍ଥୂଳ, ଅହିଂସା ପରମ ଧର୍ମ ଜାଣ ମହିପାଳ। ଦକ୍ଷ ମୁନି ବୋଇଲେ ତୁ ତୋଷ ପିତୃଗଣ, ପିତୃଙ୍କୁ ତୋଷିଲେ ବାବୁ ପାଇବୁ କାରଣ। କ୍ରତୁ ବୋଇଲେ ଦରିଦ୍ର
ଦେଖି ଦିଅ ଦାନ, ଦାନ କଲେ ହେବ ତୋର ଦୁର୍ଗତି ମୋଚନ। ଏ ଜୀବ ଗଲେ ଅବଶ୍ୟ ଜନମଲ ଭଇ, ଯାହା ଯାହା ଦେଇଥାଇ ତାହା ସବୁ ପାଇ। ବସୁ ବୋଇଲେ ତୁ ଯୋଗୀ ହୁଅ ସବୁ ଛାଡ଼ି, ପବନ ସାଧି ତୁ ଶୂନ୍ୟ ମଣ୍ଡଳକୁ ମାଡ଼ି। ଅନାହତ ମଣ୍ଡଳକୁ ମହାଶୂନ୍ୟ ରଖ, ସେଠାରେ ଦେଖିପାରିବୁ ଶ୍ଵେତ ପଦ୍ମ ମୁଖ। ନାରଦ ବୋଇଲେ ତୁ ହେ ହସ୍ତିନାର ରାୟ, ବେଦ ପୁରାଣ ଯେ ଇତିହାସ ସମୁଜୟ। କାବ୍ୟ ନାଟକ ଆବର ନବ ବ୍ୟାକରଣ, ତନ୍ତ୍ର ଯନ୍ତ୍ର ମନ୍ତ୍ର ଆଦି ଗୁଟିକା ଧାରଣ। ଆଗମ ନିଗମ ଶ୍ରୁତି ସୁମୃତି ଯେତେକ, ଦଣ୍ଡ ନୀତି ଆଦି ଶାସ୍ତ୍ର ଅଛଇ ଅନେକ। ମୁନିମାନେ ଯାଇଛନ୍ତି ଯାହା ଯାହା ଲେଖି, କେବଳ ଆପଣା ଟେକ ଆପେ ଆପେ ରଖି। ଭ୍ରମରେ ପଡ଼ି ପ୍ରାଣୀଙ୍କ ଭ୍ରମରେ ପକାଇ, ତୁହ ନରପତି ଭ୍ରମେ ପଡ଼ି କାହିଁ ପାଇଁ। ପଚାରୁଅଛୁ ପଡ଼ିବା ଅଧିକ ଭ୍ରମରେ, ଏ ମୁନିମାନେ କହିବେ ନାନାଦି ପ୍ରକାରେ। କାହା କଥା ଭାଙ୍ଗି ତୁହି କାହାକୁ କରିବୁ, କହିବୁ ଯେବେ ହୋ ଆମ୍ଭ ବୋଲ ତୁ ମାନିବୁ। ଯାଗ ଯଜ୍ଞ ଦାନ ବ୍ରତ ଆଦି ତୁହ କର, ପିତୃଗଣ ତିଥିଙ୍କି ତୋଷ ନିରନ୍ତର। ଦାନେ ଭୋଜନେ ବିପ୍ରଙ୍କୁ ତୋଷ ନୃପମଣି, ପୂଜା କର ବିପ୍ରଙ୍କୁ ତୁ ବିଷ୍ଣୁ ତୁଲ୍ୟମଣି। ଜ୍ଞାନୀ ଅଜ୍ଞାନୀ ମୂରୁଖ ପଣ୍ଡିତ ନବାଛ, ଶୁଣିଛି ତ ପୂର୍ବେ ଥିଲା ବିପ୍ର ଯେ ଶ୍ରୀବତ୍ସ। କୋପେ ଶ୍ରୀହରି ଛାମରେ ପାଦ ପ୍ରହାରିଲେ, ବିଷ୍ଣୁ ସେ ବିପ୍ରର ପାଦ ଚିହ୍ନକୁ ବହିଲେ। ବିପ୍ର ସନ୍ତୋଷରେ ହରି ସନ୍ତୋଷ ହୁଅନ୍ତି, ବିପ୍ର କୋପିଲେ ଶ୍ରୀହରି ତା ବଂଶ ବୁଡ଼ାନ୍ତି। ଶୁଣିଛୁ ତ ଯଦୁବଂଶ ବିପ୍ର କୋପେ ଧ୍ୱଂସ, ଜାଣିବ ଯେବେ କରଇ ବିପ୍ର କିଛି ଦୋଷ। ତହିଁର ଦଣ୍ଡ କେବଳ ଜାଣ ନାଦର, ଆବର ଯାହା କହୁଛି ଶୁଣ ଦଣ୍ଡ ଧର। ସତ ଶାନ୍ତି ଦୟା କ୍ଷମା ଧର୍ମକୁ ଆଚରି, ଭାଗବତ ଗ୍ରନ୍ଥକୁ ତୁ ଶୁଣ ହେତୁ କରି। ତାହାକୁ ଶୁଣିଲେ ତୋର ସଂଶୟ ତୁଟିବ, ଭବ ଭୟ ବନ୍ଧନର ବାଟ ହିଁ ଫିଟିବ। ଏକ ମୁଖେ ମୁନି ମାନେ କହିଲେ ନୃପତି, ବ୍ରହ୍ମାର ପୁତ୍ର ଅଟନ୍ତି ଏ ନାରଦ ଜ୍ୟୋତି। ଏ ଯାହା କହିଲେ ସାର ଅଟଇ ଜାଣ, ଶୁଦ୍ଧ ହୋଇ ଭାଗବତ ଗ୍ରନ୍ଥକୁ ତୁ ଶୁଣ। ଆଦ୍ୟ ପ୍ରାନ୍ତ ଶୁଣି ତହୁଁ ବାଛି ସାର ସାର, ତାହା ତୁ ଗ୍ରହଣ କର ଆହୋ ନୃପବର। ଏମନ୍ତ ଶୁଣି ବୋଇଲେ ରାଜା ପରୀକ୍ଷିତ, କାହା ମୁଖରୁ ଶୁଣିବି ଗ୍ରନ୍ଥ ଭାଗବତ।
विचारी सकल मुनि कहिदेवा तोते नारद बोइले तू हो शुण नरपते व्यास ऋषिर जे पुत्र एहि सुक मुनि एहाहु केहि अधिक नाही ब्रह्म ज्ञानी एहांक मुख तु शुण ग्रंथ भागवत एमंत शुणी संतोष हेले परीक्षित गंध पुष्प पाद्यर्घ धन वस्त्र देई ऋषि मानकर पाद पूजिन रसाई मेलाणी मागी नृपति रहिले नवरे कल्याण करी मुनि गले जे घरे एथो अनंतरे कथा शुण मुनि जने आश्वमेध जाग करी पृथ्वी राजने संतोष करी मौड़ मणि हेले राजा पृथ्वीर राजा कले तार पाद पूजा पितृयज्ञ करिण से तोषी पितृगण धन बसने तोषीण दरिद्र ब्राह्मण प्रजांक मन रंजिला कोमल वचने बालकंक मन रंजी मिष्ट अन्नदाने नारींकर मन रंजी बसन भूषणे बल कौशले साध्य करि शत्रुगणे ग्राम देवती की तोषी बलि भोज देई साधु संतों को तोषिला भक्ति देखाई घास ग्रास देई गोरु गोपाल तोषिला घृत मंत्र आहुति रे अग्नि की पूजिला जोग साधि सिद्धांग करि से नृपति कଳି पुरुष को बंदी करि दिवा राती दान धर्म दया क्षमा सत्य से रही एका कर्म जोग जिणी न पारिला से ही कर्म ठारु बलवंत नाही आन जाने जन्म कर्म ही भुंजंती प्राणी दिने दिने निजे विष्णु त्रेता जुगे राम अवतारे राज्य सुख भोग छाड़ी बोलिले बनरे।